କିଛି ମିଳିଗଲେ ଅଧିକ ଅହଙ୍କାର କରୁଥିବା ବ୍ୟକ୍ତି ସବୁବେଳେ ମନେ ରଖିବା ଉଚିତ ତାଙ୍କ ଅହଙ୍କାର ଭାଙ୍ଗିବା ପାଇଁ ବେଶୀ ସମୟ ଲାଗିବନି। କାରଣ ଦେଲାବାଲା ଆଉ ନେଲାବାଲା ସିଏ ଦୁଇ ଜଣ ନୁହନ୍ତି, ସିଏ ହେଲେ ଜଣେ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଆପଣ ମାନଙ୍କର ଜ୍ୟୋତିଷ ବନ୍ଧୁ ଯଜାତି କେଶରୀ ଦାସ ସବୁଦିନ ଭଳି ଆଜି ବି ନେଇ ଆସିଛି 5 ଜୁନ 2026 ଦୈନିକ ରାଶିଫଳ। ତେବେ ଆଜି ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ସେହି ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିନେବା। ଓಂ ନମ ବିଷ୍ଣବେ ପ୍ରଭୁ ବିଷ୍ଣବେ। ତତ୍ସହିତ ଆଜି ବାରର ସ୍ୱାମୀ ଶୁକ୍ରାଚାର୍ଯ୍ୟଙ୍କୁ ପ୍ରଣାମ କରି ଆଜିର ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା। ତେବେ ଆଜି ଯେଉଁମାନଙ୍କର ଜନ୍ମଦିନ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ତତ୍ସହିତ ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କ ଜୀବନ ସୁଖମୟ ପରିବେଶରେ କଟୁ। ତତ୍ସହିତ ଆଜି ଯେଉଁମାନଙ୍କର ବିବାହ ବାର୍ଷିକ ଉତ୍ସବ ସେମାନଙ୍କର ଶିବ ପାର୍ବତୀ ଭଳି ଯୋଡ଼ି ସଦାବେଳେ ରହିଥାଉ। ଆଜିର ପଞ୍ଚାଙ୍ଗ ଆଜି 2026 ଜୁନ ମାସ 5 ତାରିଖ ଓଡ଼ିଆ ଜ୍ୟେଷ୍ଠ ମାସ 22 ଦିନ ଶୁକ୍ରବାର କୃଷ୍ଣ ପକ୍ଷ ପଞ୍ଚମୀ ତିଥି ଯାହା ରାତ୍ରି 9:29 ପର୍ଯ୍ୟନ୍ତ ରହୁଛି। ତାପରେ ଷଷ୍ଠୀ ତିଥି ଆରମ୍ଭ ହେଉଛି। ଆଜି ଶ୍ରାବଣା ନକ୍ଷତ୍ର ଯାହା ରାତ୍ରି 2:35 ପର୍ଯ୍ୟନ୍ତ ରହୁଛି। ତାପରେ ଧନିଷ୍ଠା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ମକର ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି ଯାହା ପ୍ରାପ୍ତ 5:04 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6:22। ଆଜି ଯୁଗ୍ନି ରହିଛି ଦକ୍ଷିଣ ଦିଗେ ରାତ୍ରି 9:29 ପରେ ଯୁଗ୍ନି ପଶ୍ଚିମ ଦିଗରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ସିଂହ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ବିଛା ରାଶି ବ୍ୟକ୍ତି, ଧନୁ ରାଶି ବ୍ୟକ୍ତି ଏବଂ ମୀନ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର କୌଣସି ପୁଷ୍କର ଦୋଷ ଲାଗୁନାହିଁ। ଆଜି ପଞ୍ଚମୀରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି ବେଲ ତତ୍ସହିତ ନିମ ଭୋଜନ ନିଷେଧ ରହିଛି। ଆଜି ଶୁଭ କାର୍ଯ୍ୟ ଗୁଡ଼ିକ କରିପାରିବେ ପୁଂସବନ, ସୀମାନ୍ତୟନ, ନାମକରଣ, ନିଷ୍କ୍ରାମଣ, ଅନ୍ନପ୍ରସନ୍ନ, ପୁରାତନ ଗୃହ ପ୍ରବେଶ, ନୌକା ଓ ଯାନବାହନ ଚାଳନା, ଯାତ୍ରା, କ୍ରିୟ ବାଣିଜ୍ୟ, ଔଷଧୀକରଣ, ସେବନ, ହଳ ପ୍ରଭାବ, ବୀର୍ଯ୍ୟରୋପଣ, ବୃକ୍ଷରୋପଣ, ଧାନ୍ୟ ସ୍ଥାପନ, ରଣ ଗ୍ରହଣ ଓ ଦାନ, ନବସଜ୍ଜା ଉପଭୋଗ, ସାଧ୍ୟ ଭକ୍ଷଣ, ରାତ୍ରି ଗର୍ଭଧାରଣ କରିପାରିବେ। ଆଜିର ଅଶୁଭ ବେଳା ଯାହା ଦିବା 8:21 ରୁ ଦିବା 11:46 ମଧ୍ୟ ରହିଛି। ବାର ବେଳା, କାଳ ବେଳା ଏବଂ ରାହୁ କାଳ। ସେହିଭଳି ରାତ୍ରି 8:59 ରୁ ରାତ୍ରି 10:21 ମଧ୍ୟ ରହିଛି କାଳ ରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା ଯାହା ଦିବା 5:52 ରୁ ଦିବା 6:40 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 11:52 ରୁ ଦିବା 2:16 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସୂର୍ଯ୍ୟାସ୍ତରୁ ରାତ୍ରି 8:47 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 3:39 ରୁ ଶେଷ ରାତ୍ରି 5:04 ମଧ୍ୟ ରହିଛି ଶୁଭ ବେଳା। ତେଣୁ ଏହି ସମୟରେ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ। ତେବେ ଏବେ ଚାଲନ୍ତୁ ଜାଣିବା 7 ଜୁନ 2026 ର ଶୁଭ କାର୍ଯ୍ୟ ଗୁଡ଼ିକ। ଆଜି ଯାହାକି ନାମକରଣ କରିପାରିବେ, ଅନ୍ନପ୍ରସନ୍ନ କରିପାରିବେ, ପୁରାତନ ଗୃହ ପ୍ରବେଶ କରିପାରିବେ, ଜଳାଶୟ ଆରମ୍ଭ କରିପାରିବେ, କ୍ରିୟ ବାଣିଜ୍ୟ କରିପାରିବେ, ନାଟ୍ୟ ଆରମ୍ଭ କରିପାରିବେ, ଔଷଧୀକରଣ କରିପାରିବେ ଓ ସେବନ କରିପାରିବେ, ହଳ ପ୍ରଭାବ କରିପାରିବେ, ବୀର୍ଯ୍ୟରୋପଣ କରିପାରିବେ, ବୃକ୍ଷରୋପଣ କରିପାରିବେ, ଧାନ ରୋପଣ କରିପାରିବେ, ଧାନ ସ୍ଥାପନ କରିପାରିବେ, ରଣ ଗ୍ରହଣ କରିପାରିବେ ଓ ଦାନ କରିପାରିବେ, ସାଧ୍ୟ ଭକ୍ଷଣ କରିପାରିବେ ଏବଂ ରାତ୍ରିରେ ଗର୍ଭଧାରଣ କରିପାରିବେ। ଆଜିର ଗ୍ରହର ସ୍ଥିତି ଆଜି ମେଷ ରାଶିରେ ମଙ୍ଗଳ ସଞ୍ଚରଣ କରୁଛନ୍ତି, ବୃଷ ରାଶିରେ ରବି ସଞ୍ଚରଣ କରୁଛନ୍ତି, ମିଥୁନ ରାଶିରେ ଶୁକ୍ର ଏବଂ ବୁଧ ସଞ୍ଚରଣ କରୁଛନ୍ତି, କର୍କଟ ରାଶିରେ ବୃହସ୍ପତି ସଞ୍ଚରଣ କରୁଛନ୍ତି, ସିଂହ ରାଶିରେ କେତୁ ସଞ୍ଚରଣ କରୁଛନ୍ତି, ମକର ରାଶିରେ ଚନ୍ଦ୍ର ସଞ୍ଚରଣ କରୁଛନ୍ତି, କୁମ୍ଭ ରାଶିରେ ରାହୁ ସଞ୍ଚରଣ କରୁଛନ୍ତି, ମୀନ ରାଶିରେ ଶନି ସଞ୍ଚରଣ କରୁଛନ୍ତି। ଇଏ ଥିଲା ଆଜିର ଗୋଚରର ସ୍ଥିତି। ଏହି ଗୋଚର କୁଣ୍ଡଳୀରେ ଚନ୍ଦ୍ର ଆଜି ସଞ୍ଚରଣ କରୁଛନ୍ତି ଯାହାକି ମକର ରାଶିରେ, ଯାହା ଶ୍ରାବଣା ନକ୍ଷତ୍ରରେ ଶୁକ୍ରବାରରେ। ତେବେ ଏହି ଶ୍ରାବଣା ନକ୍ଷତ୍ରରେ ଚନ୍ଦ୍ର ସଞ୍ଚରଣରେ କେଉଁ ରାଶି ଆଜି ବହୁତ ଭଲ ଦିନ ହେବ, କେଉଁ ରାଶି ଆଜି ବହୁତ ସାବଧାନ ରହିବାକୁ ପଡ଼ିବ, କେଉଁ ରାଶି ଆଜି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ,
କେଉଁ ରାଶି ଆଜି ନୂତନ କାର୍ଯ୍ୟ ଠାରୁ ଦୂରତା ଅବଲମ୍ବନ କରିବେ। ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ ପ୍ରତ୍ୟେକ ରାଶି ଜାତ ବ୍ୟକ୍ତି ମାନଙ୍କ ପାଇଁ କେଉଁ ଗ୍ରହ ବିଶେଷ ପ୍ରଭାବ ପକେଇବ, କଣ ଆଜି ସ୍ନାନ କରିବେ, କଣ ଆଜି ଦାନ କରିବେ, କଣ ଉପାୟ କରିକି ଆଜି ଦିନକୁ ଶ୍ରେଷ୍ଠ କରିପାରିବେ, ଜାଣିବା ଏହି ରାଶିଫଳ କାର୍ଯ୍ୟକ୍ରମରେ। ତେବେ ଏ ଥିଲା ଆଜିର ଗ୍ରହର ସ୍ଥିତି। ଏହି ସ୍ଥିତିକୁ ଦେଖି ମୁଁ ନେଇ ଆସିଛି ପୁରା ଦିନର ହାଲଚାଲ। ତେବେ ଯେଉଁମାନେ ମତେ ପ୍ରଥମ କରି ଦେଖୁଛନ୍ତି ସେମାନଙ୍କୁ କହି ରଖୁଛି ଯେ ଆପଣମାନେ ଆପଣ ଜନ୍ମ ରାଶିର ରାଶିଫଳ ଦେଖିପାରିବେ। ତତ୍ସହିତ ଯେଉଁମାନେ ରାଶିଫଳ ଜାଣିନାହାନ୍ତି ସେମାନେ ନିଜର ପ୍ରଚଳିତ ନାମ ରାଶିର ରାଶିଫଳ ଦେଖିପାରିବେ। ତେବେ ଯେଉଁମାନେ ମତେ ସବସ୍କ୍ରାଇବ କରିନାହାନ୍ତି ସବସ୍କ୍ରାଇବ କରେଇ ନିଅନ୍ତୁ ଏବଂ ପାଖରେ ଥିବା ବେଲ ଆଇକନ ବଟନ ନିଶ୍ଚିତ ଦବାଇବା ସହିତ ଆପଣ ନିଶ୍ଚିତ ଲାଇକ୍ ଏବଂ କମେଣ୍ଟ ନିଶ୍ଚିତ କରନ୍ତୁ। ସମୟ ଥିଲେ ପୁରା ଭିଡିଓ ଦେଖନ୍ତୁ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟରେ ଆପଣଙ୍କର ଶୁଭ ଯୁଗ ରହୁଛି। ଭାଗ୍ୟ ଉଦୟ ଯୁଗ କହିଲେ ମଧ୍ୟ ଅତୃପ୍ତି ହେବ ନାହିଁ। ଯେକୌଣସି କାର୍ଯ୍ୟ କରିଲେ ସଫଳ ପାଇବେ। ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିବେ। ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜର ଦକ୍ଷତା ବଜାଇ ରଖିବେ। ଚାକିରି ସମ୍ବନ୍ଧ କାର୍ଯ୍ୟରେ କାର୍ଯ୍ୟ ପ୍ରଶଂସା ବା ଉପରସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ପାଇବା ସହିତ ଆପଣ ଇଣ୍ଟରଭ୍ୟୁ ଏକ୍ଜାମ ଯଦି ଆଜି ଥିବ ନିଶ୍ଚିତ ସେଥିରେ ସଫଳତା ପାଇବେ। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ନିଶ୍ଚିତ ଶିକ୍ଷା ପ୍ରତି ଟିକେ ଆକୃଷ୍ଟ ବଢିବ ବା ଉତ୍ତମ ଯୁଗ ରହୁଛି। ତେବେ ଆଜି ପରିବାର ସୁଖ, ପ୍ରେମ ଜଗତରେ ସୁଖ ଏବଂ ବନ୍ଧୁବର୍ଗଙ୍କ ସୁଖ, ଗୋଟିଏ ଭାଷାରେ କହିଲେ ମେଷ ରାଶି ବ୍ୟକ୍ତି ଆଜି ଗ୍ରହ ସୁଖ ଯୁଗ ରହୁଛି। ଆଜି ବେପାର ବାଣିଜ୍ୟରେ ଆଶା ଠାରୁ ଅଧିକ ଲାଭ କରିବେ। ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେଇପାରିବେ। ଦୂରଯାତ୍ରା କରିଲେ ସକଳ ପ୍ରକାର ଶୁଭ ଫଳ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟଜନିତ ପୀଡା ଆଜି ଅନୁଭବ ନ କରିପାରନ୍ତି। ତେବେ ଆଜି ମେଷ ରାଶି ବ୍ୟକ୍ତି ଆଜି ଦିନଟିକୁ ଅଧିକ ସଫଳତା କରିବା ପାଇଁ ଆପଣ ଆଜି କ୍ଷୀର ଦାନ କରନ୍ତୁ, ଆପଣଙ୍କର ଭାଗ୍ୟ ଚମକିବ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1। ଭାଗ୍ୟ ରଙ୍ଗ ଆପଣ ନାଲି ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ଜଗି ରଖି ପ୍ରତ୍ୟେକ କାର୍ଯ୍ୟ କରିବାକୁ ପଡିବ। ବିଶେଷ କରି ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣଙ୍କୁ ବାଧା ଆସିବ, ଅର୍ଥଜନିତ ସମସ୍ୟା ଆସିବ। ତେଣୁ ଆଜି ନେଣ ଦେଣ ଆଜି ନ କରିଲେ ଭଲ ରହିବ ବୃଷ ରାଶି ବ୍ୟକ୍ତି। ରାଜନୈତିକ ସାମାଜିକ କ୍ଷେତ୍ରରେ ଅସ୍ଥିରତା ଚାପ ସୃଷ୍ଟି ହୋଇପାରେ। ସାମାଜିକ କ୍ଷେତ୍ର ବା ଅଫିସ ଜନିତ କାର୍ଯ୍ୟ କ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧା ସମସ୍ୟା ତ୍ରୁଟି ଦେଖାଦେବ। ଶତ୍ରୁ ଯେଉଁମାନେ ଅଛନ୍ତି ବିଭିନ୍ନ ପ୍ରକାର ଛଳନା କରିପାରନ୍ତି। ପରିବାର ବର୍ଗ, ବନ୍ଧୁ ବର୍ଗ ବା ପ୍ରେମ ଜଗତରେ ବା ଆପଣଙ୍କର ପୁତ୍ର ପୁତ୍ରୀଙ୍କ ସହିତ ବିଭିନ୍ନ ପ୍ରକାର ବୈଚାରିକ ମତଭେଦ ଆସିପାରେ। ଏହା ପ୍ରତି ନିଶ୍ଚିତ ବୃଷ ରାଶି ବ୍ୟକ୍ତି ସାବଧାନ ରୁହନ୍ତୁ। ଦୂରଯାତ୍ରା ଆଜି କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ। ତେବେ ବୃଷ ରାଶି ବ୍ୟକ୍ତି ଆଜି ଯେଉଁ ସମସ୍ୟା ଆସୁଛି ସେ ସମସ୍ୟାକୁ ସମାଧାନ କରିବା ପାଇଁ ଆପଣ ମନ୍ଦିର ଦର୍ଶନ ବା ଯେକୌଣସି ଧର୍ମସ୍ଥାନକୁ ପରିଦର୍ଶନ କରନ୍ତୁ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9। ଭାଗ୍ୟ ରଙ୍ଗ ଆପଣ ହଳଦୀ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି 45% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦେବାର ନିହାତି ଆବଶ୍ୟକତା ରହିଛି। କାରଣ ଆଜି ମାନସିକ ଚାପ, ଅନେକ ଅସ୍ଥିରତା, କାର୍ଯ୍ୟ ନିଷ୍ପତ୍ତି ନିଅନ୍ତୁ ନାହିଁ କୌଣସି ଗୁରୁତ୍ୱପୂର୍ଣ୍ଣ। ବିଶେଷ କରି ବାଦ ବିବାଦ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଯଦି ତା ଭିତରେ ଆପଣ ଜଡିତ ରହୁଛନ୍ତି ତେବେ ଆଜି ଦିନଟି ଆପଣଙ୍କୁ ଖରାପରୁ କେହି ବଞ୍ଚି ପାରିବେ ନାହିଁ। ଆଜି ଯାହାକି ମିଥୁନ ରାଶି ବ୍ୟକ୍ତି ପରିବାର ବର୍ଗ, ବନ୍ଧୁ ବର୍ଗ ଏବଂ ପ୍ରେମ ଜଗତରେ ବିଭିନ୍ନ ପ୍ରକାର ଅସ୍ଥିରତା, ମନମାଳିନ, କଟୁ କଥାବାର୍ତ୍ତା ହୋଇପାରେ। ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ। ଚାକିରି ସମ୍ବନ୍ଧରେ କାର୍ଯ୍ୟଚାପ ବଢିପାରେ। ବେପାର ବାଣିଜ୍ୟରେ ଆଶା ଠାରୁ ବରଂ ଆହୁରି ଅର୍ଥନାଶ ଯୁଗ ଅଧିକ ହୋଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଦୂରଯାତ୍ରା ନ କରିଲେ ଭଲ। ତେବେ ଆଜି ମିଥୁନ ରାଶି ବ୍ୟକ୍ତି ନିଜର ଭାଗ୍ୟକୁ ପରିବର୍ତ୍ତନ କରିବା ପାଇଁ
ମାଛକୁ ଚାଉଳ ପ୍ରଦାନ କରନ୍ତୁ ଖାଇବା ପାଇଁ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 8। ଭାଗ୍ୟ ରଙ୍ଗ ଆପଣ ଗୋଲାପୀ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ମାଙ୍ଗଳିକ କାର୍ଯ୍ୟ ପାଇଁ ଭାଗ୍ୟ ଆପଣଙ୍କର ଅତି ଉତ୍ତମ ଯୁଗ ରହୁଛି। ବିଶେଷ କରି ବିବାହ ସମ୍ବନ୍ଧ କଥାବାର୍ତ୍ତା ପାଇଁ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ତତ୍ସହିତ ଆଜି କର୍କଟ ରାଶି ବ୍ୟକ୍ତି ପ୍ରେମ ଜଗତରେ ଯୋଉମାନେ ଜଡ଼ିତ ଅଛନ୍ତି, ଆଜି ମଧୁର କଥାବାର୍ତ୍ତା ବା ନୂତନ ପ୍ରେମ ପାଇଁ ଆଜି ଭାଗ୍ୟ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ତେବେ କର୍କଟ ରାଶି ବ୍ୟକ୍ତି ଆଜି ବନ୍ଧୁ ବର୍ଗ ପରିବାର ବର୍ଗଙ୍କ ସହିତ ହସ ଖୁସିରେ କଟେଇବେ। ତତ୍ସହିତ ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକ ନିଶ୍ଚିତ କାର୍ଯ୍ୟ ପ୍ରଶଂସାର ଯୋଗ୍ୟ ବନି ଯାଇପାରନ୍ତି। ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସଫଳତା ପ୍ରାପ୍ତ କରିବେ। କମ୍ପିଟିସନ କ୍ଷେତ୍ରରେ ବିଜୟ ଯୁକ୍ତ ରହିବେ। ତତ୍ସହିତ ଆଜି କର୍କଟ ରାଶି ବ୍ୟକ୍ତି ଆପଣ ଦୂରଯାତ୍ରା କରିଲେ ସଫଳତା ପାଇବା ସହିତ ବ୍ୟବସାୟ କ୍ଷେତ୍ରରେ ଆପଣ ଆଶାଠାରୁ ଅଧିକ ଲାଭବାନ ହେବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଉତ୍ତମ ଭୋଜନ ସହିତ ଶୟନ ସୁଖ ପ୍ରାପ୍ତ ଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ସମ୍ପୂର୍ଣ୍ଣ ସୁସ୍ଥ ରହିବେ, ଯାହା କର୍କଟ ରାଶି ବ୍ୟକ୍ତିଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେବେ କର୍କଟ ରାଶି ବ୍ୟକ୍ତି ଆଜି ଦିନଟି ଅଧିକ ସଫଳତା କରିବା ପାଇଁ ଆପଣ କୌଣସି ବି କାର୍ଯ୍ୟ କରନ୍ତୁ ନା କାହିଁକି ନିଜର ମାତାଙ୍କର ଆଶୀର୍ବାଦ ନିଅନ୍ତୁ। ଆପଣଙ୍କର କାର୍ଯ୍ୟ ଆହୁରି ଦ୍ୱିଗୁଣିତ ସଫଳତା ଆଡ଼କୁ ଅଗ୍ରଗତି କରିବ। ତେବେ ଆଜି କର୍କଟ ରାଶି ବ୍ୟକ୍ତି ଆପଣଙ୍କର ଭାଗ୍ୟ ସଂଖ୍ୟା ରହିଛି 7। ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଅର୍ଥ ବେପାର ବାଣିଜ୍ୟ କ୍ଷେତ୍ରରେ ଭାଗ୍ୟ ଆପଣଙ୍କର ଦ୍ୱିଗୁଣିତ ସଫଳତା ପ୍ରଦାନ କରୁଛି। ତେଣୁ ଅର୍ଥ ଦେଣ ନେଣ ଆଜି କରିପାରିବେ। ଆଜି ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପାଇବେ। ମାନ ସମ୍ମାନ ଯଶ କୀର୍ତ୍ତି ଲାଭ କରିବାର ପୂର୍ଣ୍ଣ ଯୁଗ ରହୁଛି, ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଭାଗ୍ୟ ଆପଣଙ୍କର ସଫଳ ଯୁଗ ରହୁଛି। ତେବେ ଇଣ୍ଟରଭ୍ୟୁ ଏକ୍ଜାମରେ ନିଶ୍ଚିତ ସଫଳତା ପାଇବେ। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀଙ୍କର ଭାଗ୍ୟ ଉତ୍ତମ ଯୁଗ ରହୁଛି। ତତ୍ସହିତ ଆଜି ଆପଣ ଆୟ ଠାରୁ ବ୍ୟୟ କମ ରହିବ। ଆଜି ପରିବାର ସୁଖ, ବନ୍ଧୁବର୍ଗଙ୍କର ସୁଖ, ପ୍ରେମ ଜଗତରେ ମଧ୍ୟ ସୁଖ ରହୁଛି। ଶତ୍ରୁଙ୍କ ଠାରୁ ବିଜୟ ପ୍ରାପ୍ତ ଯୁଗ ବା ଯେକୌଣସି କମ୍ପିଟିସନ କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥ ଦେଉଛି। ତେବେ ଆଜି ଆପଣ ସମ୍ପୂର୍ଣ୍ଣ ରୋଗ ମୁକ୍ତ ରହିପାରନ୍ତି। ମାନସିକ ସ୍ତରରେ ମଧ୍ୟ ଆପଣ ବହୁତ ଆନନ୍ଦିତ ରହିବାର ପୂର୍ଣ୍ଣ ଯୁଗ ରହୁଛି, ଯାହା ସିଂହ ରାଶି ବ୍ୟକ୍ତିଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ଭାଗ୍ୟକୁ ଅଧିକ ଚମକିବା ପାଇଁ ଯେକୌଣସି ବୃଦ୍ଧ ମାତାଙ୍କ ସେବା କରନ୍ତୁ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 6। ଭାଗ୍ୟ ରଙ୍ଗ ଆପଣ ଗାଢ ନୀଳ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ନିଶ୍ଚିତ ପ୍ରତ୍ୟେକ କାର୍ଯ୍ୟ ସଂଯମତା ସହକାରେ କରିବାର ଆବଶ୍ୟକତା ରହିଛି। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ପରିବାର ବର୍ଗ, ପ୍ରେମ ଜଗତରେ ବନ୍ଧୁବର୍ଗଙ୍କ ସହିତ ଆପଣଙ୍କର ମନମାଳିନ ଯୁଗ ରହୁଛି। କଳହ ଯୁକ୍ତିତର୍କ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ ବିଫଳତା ବା ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି କନ୍ୟା ରାଶି ବ୍ୟକ୍ତି ସମସ୍ତ କାର୍ଯ୍ୟରେ ବିଫଳତା ଯୁଗ ରହୁଛି। ତେଣୁ ନିଶ୍ଚିତ ଏହା ପ୍ରତି ଧ୍ୟାନ ଦିଅନ୍ତୁ। ଆଜି ନେଣ ଦେଣ ବା ଧାର ଉଧାର କାର୍ଯ୍ୟ କୌଣସି କରନ୍ତୁ ନାହିଁ। ତେବେ ଆଜି କନ୍ୟା ରାଶି ବ୍ୟକ୍ତି ଦୂରଯାତ୍ରା କରୁଥିଲେ ଯାତ୍ରା ଯୁକ୍ତ ସଫଳତା ପାଇପାରିବେ ନାହିଁ, ବରଂ ପୀଡ଼ା ବା ଦୁର୍ଘଟଣା ଜନିତ ସମସ୍ୟା ରହିପାରେ। ଆପଣ ଗାଡ଼ି ଚଲୁଥିଲେ ରିସ୍କଫୁଲ ଗାଡ଼ି ଚଲାନ୍ତୁ ନାହିଁ, ନହେଲେ ସମସ୍ୟାରେ ପଡ଼ିବେ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟକୁ ପରିବର୍ତ୍ତନ କରିବା ପାଇଁ କ୍ଷୀର ଏବଂ ଚାଉଳ ଦାନ କରନ୍ତୁ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5। ଭାଗ୍ୟ ରଙ୍ଗ ଆପଣ ଧୂସର ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ସ୍ତ୍ରୀ ବର୍ଗଙ୍କ ସହିତ ଆପଣଙ୍କର ଅଧିକ କଳହ ହେବାର ସମ୍ଭାବନା ରହୁଛି। ତତ୍ସହିତ ନିଜ ଲୋକଙ୍କ ସହିତ ମଧ୍ୟ ଆପଣଙ୍କର ଝଗଡ଼ା ପରିପୂର୍ଣ୍ଣରେ ରହିବେ।
ତେଣୁ ଆଜି ଦିନଟି ତୁଳା ରାଶି ବ୍ୟକ୍ତି କୌଣସି କଳହ ବାଦ ବିବାଦ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ବିଶେଷ କରି ପ୍ରେମ ଜଗତରେ ଆଜି ଅଧିକ ଯାହାକି ଖରାପ ହବାର ସମ୍ପର୍କ ଯୁଗ ରହୁଛି, ଏହା ପ୍ରତି ଟିକେ ସଚେତନ ରୁହନ୍ତୁ। ପରିବାର ବର୍ଗ ବନ୍ଧୁବର୍ଗଙ୍କ ସହିତ ଭଲ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆଜି ଜଳଜନିତ କାର୍ଯ୍ୟରେ ଯାହାକି ତୁଳା ରାଶି ବ୍ୟକ୍ତି ବାଧା ବା ପୀଡ଼ା ଅନୁଭବ କରିପାରନ୍ତି ବା ସେ ଜିନିଷ ପ୍ରତି ଟିକେ ସାବଧାନ ରୁହନ୍ତୁ। ସେଇ କାର୍ଯ୍ୟରେ ଯଦି ଥିବେ, ତେବେ ଭୋଜନ ନିଦ ଜନିତ ସମସ୍ୟା ଆପଣଙ୍କୁ ପୀଡ଼ା ଦେଇପାରେ, ଯାହା ତୁଳା ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି। ବେପାର ବାଣିଜ୍ୟରେ ଆପଣ ଅସଫଳତା ବା ରିସ୍କଫୁଲ ବେପାର ବାଣିଜ୍ୟ କଲେ ଆପଣଙ୍କର ଅର୍ଥନାଶ ଯୋଗ ରହିବ। ଆଜି କୌଣସି ଦୂରଯାତ୍ରା କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବେ। ତେବେ ତୁଳା ରାଶି ବ୍ୟକ୍ତି ଆଜି ମନରେ ଚଞ୍ଚଳତା ଅଧିକ ଦେଖାଦେବ, ଏହା ପ୍ରତି ଟିକେ ସାବଧାନ ରୁହନ୍ତୁ। ତେବେ ତୁଳା ରାଶି ବ୍ୟକ୍ତି ଆଜି ଆପଣ ଭାଗ୍ୟକୁ ପରିବର୍ତ୍ତନ କରିବା ପାଇଁ ଜନସେବା କରନ୍ତୁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ, ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରିବେ। ତେବେ ବିଛା ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟ କ୍ଷେତ୍ରରେ ଆଶାଠାରୁ ଅଧିକ ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେଇପାରିବେ। ଆଜି କିଛି ନିଜ ପାଇଁ ଜିନିଷ ଆଣିପାରନ୍ତି ବା କିଏ ଆପଣଙ୍କୁ ଉପହାର ଦେବାର ସମ୍ଭାବନା ରହୁଛି ବା ଘରକୁ ଯେକୌଣସି ଜିନିଷ ଆଣିବାର ଯୋଗ ରହୁଛି। ଆଜି ବିଛା ରାଶି ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କମ୍ପିଟିସନ କ୍ଷେତ୍ରରେ ଆପଣ ବିଜୟ ପ୍ରାପ୍ତ ଯୋଗ ରହୁଛି ବା ଶତ୍ରୁ ବିଜୟ ଯୁକ୍ତ ରହୁଛି। ମନରେ ପ୍ରସନ୍ନତା ତତ୍ସହିତ ଆଜି ବିଛା ରାଶି ବ୍ୟକ୍ତି ଇଣ୍ଟରଭ୍ୟୁ ଏକ୍ଜାମରେ ନିଶ୍ଚିତ ସଫଳତା ପାଇବେ। ତେବେ ବିଛା ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀଙ୍କର ଭାଗ୍ୟ ଅତି ଉତ୍ତମ ଯୋଗରେ ରହିଛି। ଆଜି ବିଛା ରାଶି ବ୍ୟକ୍ତି ଦୂରଯାତ୍ରା କରୁଥିଲେ ସକଳ ପ୍ରକାର କାର୍ଯ୍ୟ ଲାଭ ଯୁକ୍ତ ରହୁଛି। ପ୍ରିୟ ବନ୍ଧୁଙ୍କ ଦ୍ୱାରା ଆପଣଙ୍କର ଅନେକ ବଡ଼ ବଡ଼ କାର୍ଯ୍ୟ ସିଦ୍ଧି ଯୁଗ ବନେଇ ଦେଇପାରେ, ଯାହା ବିଛା ରାଶି ବ୍ୟକ୍ତିଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ତେବେ ବିଛା ରାଶି ବ୍ୟକ୍ତି ଆଜି ଭାଗ୍ୟକୁ ଅଧିକ ସଫଳତା କରିବା ପାଇଁ ଜ୍ଞାନୀ ବ୍ୟକ୍ତି ବା ସାଧୁ ବା ବ୍ରାହ୍ମଣଙ୍କୁ ସେବା କରନ୍ତୁ, ଆପଣଙ୍କର ଭାଗ୍ୟ ଅଧିକ ଚମକିବ। ତେବେ ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3, ଭାଗ୍ୟ ରଙ୍ଗ ଆପଣ କମଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ଖରାପ କାର୍ଯ୍ୟ ପ୍ରତି ଆପଣଙ୍କର ଆକୃଷ୍ଟ ବଢିପାରେ, ତେଣୁ ଆଜି ଯେତେ ପାରିବେ ଏହା ପ୍ରତି ଦୂରତା ଅବଲମ୍ବନ କରନ୍ତୁ, ନହେଲେ ଆପଣ ହଇରାଣରେ ପଡିପାରନ୍ତି। ଶିକ୍ଷାର୍ଥୀ ବିଦ୍ୟାର୍ଥୀଙ୍କର ଆଜି ପାଠ ପଢାରେ ଅବହେଳା ଯୁକ୍ତ ରହୁଛି। ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଥିଲେ କାର୍ଯ୍ୟଚାପ ବଢିବ। ବିଶେଷ କରି ସମସ୍ତ ପ୍ରକାର କାର୍ଯ୍ୟରେ ବିଫଳତା ଯୁଗ, ତେଣୁ ଗୁରୁତ୍ୱପୂର୍ଣ୍ଣ ଆଜି ନିଷ୍ପତ୍ତି ନିଅନ୍ତୁ ନାହିଁ। ସମସ୍ତ ପ୍ରକାର ସୁଖହାନି ଯୁଗ ରହୁଛି। ବିଶେଷ କରି ମାନସିକ ସ୍ତରରେ ଅଶାନ୍ତି, ନିଜ ଲୋକ ପରିଜନଙ୍କ ସହିତ ବୈଚାରିକ ମତଭେଦ, ଆଜି ବିଭିନ୍ନ ପ୍ରକାର କାର୍ଯ୍ୟ ନେଇ ସମସ୍ୟା ଭିତରେ ଗତି କରିବେ, ଯାହା ପାଇଁ ମାନସିକ ଅଶାନ୍ତି ଅଧିକ ଦେଖାଦେବ ଆପଣଙ୍କ ପାଖରେ ଧନୁ ରାଶି ବ୍ୟକ୍ତି। ତେବେ ଧନୁ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ବିଫଳତା ଯୁଗ, ଆଜି ଦୂରଯାତ୍ରା କରିଲେ କାର୍ଯ୍ୟରେ ବିଫଳତା ଯୁଗ ରହୁଛି। ତେଣୁ ଆଜି ସ୍ୱାସ୍ଥ୍ୟ ପ୍ରତି ଟିକେ ସାବଧାନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି ଧନୁ ରାଶି ବ୍ୟକ୍ତି ନିଜର ଭାଗ୍ୟକୁ ପରିବର୍ତ୍ତନ କରିବା ପାଇଁ କୁକୁରକୁ ରୁଟି ସହିତ ଗୁଡ଼ ଖାଇବା ପାଇଁ ଦିଅନ୍ତୁ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 2, ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ଆପଣ ସଫଳତା ଯୋଗ ରହୁଛି। ନୂତନ କାର୍ଯ୍ୟ ନିଷ୍ପତ୍ତି ନେଇପାରିବେ। ଆଜି ବହୁତ ଆନନ୍ଦିତ ରହିବେ। ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। ପ୍ରେମ, ପରିବାର ବର୍ଗ ଏବଂ ବନ୍ଧୁବର୍ଗଙ୍କ ସହିତ ସମ୍ପର୍କ ଆଜି ଭଲ ରହିବ ବା ନୂତନ ପ୍ରେମ ପାଇଁ ଆଜି ଭଲ ସୁଯୋଗ ରହୁଛି ବା ମାଙ୍ଗଳିକ କାର୍ଯ୍ୟ ପାଇଁ ଆଜି ଭାଗ୍ୟ ଆପଣଙ୍କୁ ସାଥ ଦଉଛି। ତେବେ ଆଜି ମକର ରାଶି ବ୍ୟକ୍ତି ବିଶେଷ କରି ଉତ୍ତମ ସ୍ୱାସ୍ଥ୍ୟ, ମାନସିକ ଟେନସନ କମିବ ଏବଂ ସ୍ୱାସ୍ଥ୍ୟଜନିତ ଯଦି ସମସ୍ୟା ଥିବ ଆଜି ତାହା ସମାଧାନର ରାସ୍ତା ବାହାରିବ। ତେବେ ଆଜି ମକର ରାଶି ବ୍ୟକ୍ତି ଦୂରଯାତ୍ରା କରୁଥିଲେ ନିଶ୍ଚିତ ସେ କାର୍ଯ୍ୟରେ ସଫଳତା ପାଇବେ। ଆଜି ଅଫିସ ଜନିତ କାର୍ଯ୍ୟରେ କାର୍ଯ୍ୟ ପ୍ରଶଂସା ବା ନୂତନ କାର୍ଯ୍ୟ ପାଇଁ ସୁଯୋଗ ରହୁଛି ବା ଅଫିସର କିଛି କାର୍ଯ୍ୟ ପରିବର୍ତ୍ତନ ଦେବ, ଯାହା ଆପଣଙ୍କ ପାଇଁ ବହୁତ ଉତ୍ସାହ ଆଣିଦେବ।
तेबे आज इंटरव्यू एग्जाम रे आपण निश्चित सफलता पाइबे। शिक्षार्थी विद्यार्थी भाग्य अजी शुभ जुगरे रही। तेबे आज मकर राशि व्यक्ति उत्तम भोजन सहित किसी उपहार बा किसी घर को नुआ जिनिस आनी पारंती किए अबा आपन को देई पारंती। तेबे आज मकर राशि व्यक्ति निजर भाग्य को अधिक चमकीबा पाई कन्या को जहाँकि 9 वर्षर तलर झील को किसी अर्थ सहित खाद्य खुआंतु। आज मकर राशि व्यक्ति भाग्य संख्या रही 1। भाग्य रंग आपण सुनेली रंग व्यवहार करंतु। ग्रह माने आपण को आज 98% साथ दउछंती। तेबे एबे चलंतु जानिबा कुंभ राशि व्यक्ति विषय। कुंभ राशि व्यक्ति आज दिनटी आपणक पई विशेष भल दिन होई न पारे। मानसिक पीड़ा, अस्थिरता, कलह, जुक्तितर्क, दैनंदिन कार्य रे अवहेला युक्त, तेणु निश्चित कुंभ राशि व्यक्ति यहाँ प्रति सावधान रुहंतु। आज विशेष करी स्वास्थ्य जनित आखि जनित समस्या जहाँ आपन को अधिक विचलित करि पारे। आज जदि व्यापार वाणिज्य करूछंती अर्थ नाश जुग रहुछि, तेणु रिस्कफुल व्यापार वाणिज्य करंतु नाही। विशेष करी आज धार नेण देण करंतु नाही। तबे सहयोग विशेष करी ऑफिस जनित सहयोग हानि जहाँ पाई आपण ऑफिस जनित कार्य रे कार्य चाप, अस्थिरता, आय ठारो व्यय आपनकर अधिक देखा देबो। तेबे आज कुंभ राशि व्यक्ति दिनटी को सावधान रुहंतु। दूर यात्रा कौनसी करंतु नाही जहाँ आपनक पई भल हेबे। तेबे कुंभ राशि व्यक्ति आज आसुथिबा समस्या को परिवर्तन करिबा पई जेकोनोसी कार्य करिबा पूर्वरु पानी पी करी कार्य आरंभ करंतु। आज कुंभ राशि व्यक्ति भाग्य संख्या रही 3। भाग्य रंग आपण बैगणी रंग व्यवहार करंतु। ग्रह माने आपण को आज 45% साथ दउछंती। एबे चलंतु जानिबा मीन राशि व्यक्ति विषय। मीन राशि व्यक्ति आज दिनटी आपणकर भाग्य अति उत्तम जुग रही। सकल प्रकार कार्य रे सिद्धि जुग रहुची, तेणु जेकोनोसी गुरुत्वपूर्ण निष्पत्ति नहीं पारिबे। आज व्यापार वाणिज्य क्षेत्र रे आशा ठारू अधिक लाभ करिवे। आय इनकम संचय जुग रहुची बा अर्थ संचय जुग रहुची। परिवार वर्ग, बंधु वर्ग एवं प्रेम जगत रे आज भाग्य आपणकर चमकुची, जहाँ की भल संपर्क बजाय रखिबो। आज महत्वाकांक्षी कार्य पूर्ण परिवार पूर्ण सुजोग रहुची, जहाँ मीन राशि व्यक्ति राशि चक्र जना पड़े। तबे मीन राशि व्यक्ति आज आपणकर स्त्री वर्गों द्वारा अनेक कार्य सिद्धि जुग रहुची, जहाँ आपणकर राशि चक्र जना पड़े। तबे मीन राशि व्यक्ति आज जदि जेकोनोसी कार्य पई दूर यात्रा करूछंती से कार्य निश्चित संपूर्ण होबार अति उत्तम जुग रहुची, जहाँ आपणकर राशि चक्र जना पड़े। तबे मीन राशि व्यक्ति आज संपूर्ण सुस्थ मानसिक स्तर रे मध्य आपण संपूर्ण फिट रहिबार अति उत्तम जुग रहुची। आज मीन राशि व्यक्ति निजर भाग्य को अधिक सफलता करिबा पई निज पाखरे लाल रुमाल रखंतु। आज मीन राशि व्यक्तिंकर भाग्य संख्या रही जहाँ की 2। भाग्य रंग आपण जहाँ की नाली रंग व्यवहार करि परिबे। ग्रह माने आपण को आज 95% साथ दउछंती। ओम नमः विष्णवे प्रभ विष्णवे।